ଦୁଃଖର ଶୈଳୀରେ ପଞ୍ଚୁପୁଲିର କାହାଣୀ। କାନ୍ଦିଲା ଆକାଶ, ଲଗାଣ ବର୍ଷା ହେଲା। ଆଉ ମାଟି ମାଆର କୋଳରେ ଲାଳନ ପାଳନ ହେଉଥିବା ସବୁଜ ସ୍ୱପ୍ନଗୁଡ଼ିକ ଆଜି ପାଣିରେ ବୁଡ଼ି ନିଶ୍ୱାସ ଛାଡ଼ିଦେଲେ। ଆନ୍ଦପୁରର ପଞ୍ଚୁପୁଲି ପଞ୍ଚାୟତ ଚାରିଆଡ଼େ କେବଳ ଜଳ। ଜଳ ଭିତରେ ଭାସୁଛି ଆଶା, ଭାସୁଛି ପରିଶ୍ରମ। ଶହ ଶହ ଏକର ଧାନ କ୍ଷେତ ଯେଉଁଠି କିଛି ଦିନ ପୂର୍ବେ ସବୁଜ ଢେଉ ଖେଳୁଥିଲା, ସେଇଠି ଆଜି କେବଳ ନୀରବତା ଆଉ କାଦୁଅ। ପନିପରିବା ଗଛଗୁଡ଼ିକ ମୁଣ୍ଡ ତଳକୁ ଖସି ପଡ଼ିଛନ୍ତି, ଯେମିତି ଜଣେ ପରାଜିତ ଯୋଦ୍ଧା। ବ୍ୟାଙ୍କରୁ ଧାର ଆଣି ମୁଣ୍ଡର ଝାଳ ମାଟିରେ ପକାଇ ଯେଉଁ ବିହନ ବୁଣିଥିଲେ, ସେହି ବିହନ ଆଜି ପାଣି ସହ ଭାସିଗଲା। ଏବେ ଚାଷୀ ଭାଇଙ୍କ ଆଖିରେ ଗୋଟିଏ ପ୍ରଶ୍ନ, ଋଣ କେମିତି ଶୁଝିବୁ? ପିଲାଙ୍କ ପେଟକୁ ଦୁଇ ମୁଠା ଭାତ କେମିତି ଦେବୁ? ଦୁଃଖର ପାହାଡ଼ ସେମାନଙ୍କ ଛାତି ଉପରେ। ତେଣୁ ସେମାନେ ହାତ ଯୋଡ଼ି କହୁଛନ୍ତି, ଆସ ସରକାର, ଆସ ପ୍ରଶାସନ, ଆମ କ୍ଷୟକ୍ଷତି ଗଣ, ଆମକୁ ବଞ୍ଚାଅ। ସେହି ଅନ୍ଧକାର ଭିତରେ ଆଲୁଅ ପରି ଆସିଥିଲେ କେତେଜଣ। ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମହେଶ୍ୱର ସାହୁ ପାଦରେ କାଦୁଅ ଲଗାଇ ବେଉସାହିରୁ ନୂଆଗାଁ ପର୍ଯ୍ୟନ୍ତ ବୁଲି ବୁଲି ଲୋକଙ୍କ ଦୁଃଖ ଶୁଣିଲେ। ସମାଜସେବୀ ଅନ୍ତ ବାରିକଙ୍କ ସାଥିରେ ରତ୍ନାକର, କେଶବ, ରମେଶ, ତକଣୀ, ଦୁର୍ଯ୍ୟୋଧନ, ମହେନ୍ଦ୍ର ସମସ୍ତେ ମିଶି କହିଲେ, ତୁମେ ଏକା ନୁହେଁ, ଆମେ ଅଛୁ। ମାଟି ହରାଇଲେ ଚାଷୀ ବଞ୍ଚେ କେମିତି? ଫସଲ ହରାଇଲେ ଘର ଚାଲେ କେମିତି? ହେ ପ୍ରଭୁ, ଏଇ ମେଘକୁ ଟିକେ ଥାମ, ଏଇ ଆଖିରୁ ଲୁହକୁ ଟିକେ ଶୁଖା। ପଞ୍ଚୁପୁଲିର ଚାଷୀଙ୍କୁ ପୁଣି ଥରେ ସବୁଜ ଦେଖା। କେନ୍ଦୁଝରରୁ ଗଗନ ବିହାରୀ ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ଦେଖନ୍ତୁ, ଯେଉଁ ବୈତରଣୀର ଯେଉଁ ବାରମ୍ବାର ବନ୍ୟା ଏ ବର୍ଷ ପ୍ରାୟ 4 ଥରରୁ ଅଧିକ ବନ୍ୟା ହେଲାଣି। ବାରମ୍ବାର ବନ୍ୟା ହେବା ଫଳରେ ଚାଷୀମାନେ ଯେଉଁ ଧାନ ଫସଲ, ପନିପରିବା ଫସଲ ବ୍ୟାପକ ଭାବରେ ନଷ୍ଟ ହୋଇଛି। ମୋ ପାଖକୁ ଚାଷୀ ଯାଇଥିଲେ, ମୁଁ ଆଜି ଆସିଥିଲି, ବୁଲିକି ଦେଖିଲି ପଞ୍ଚୁପୁଲି ପଞ୍ଚାୟତ ପ୍ରାୟ ଆମର 4-5ଟା ଜିଲ୍ଲାକୁ ପନିପରିବା ଯୋଗାଏ। ବହୁତ ବଢ଼ିଆ ଚାଷ ଏଠି ହୁଏ। ପନିପରିବା ଚାଷରେ ୟାର ବହୁତ ନାଁ ଅଛି। ପୋଟଳ ଚାଷ, ଝୁଡ଼ଙ୍ଗ ଚାଷ, କଲରା, ଭେଣ୍ଡି, ବାଇଗଣ, ଏଠି ବିଭିନ୍ନ ପ୍ରକାର ପନିପରିବା ଏବଂ ଧାନ ଫସଲ ବ୍ୟାପକ ଭାବରେ ନଷ୍ଟ ହୋଇଛି। ମୁଁ ବୁଲିକି ଦେଖିଲି ଏବଂ ମୋତେ ତ ଦୁଃଖ ଲାଗିଲା ଯେ ସରକାର ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯେଉଁ କରିଛନ୍ତି, ତାହା ମଧ୍ୟ ପଞ୍ଚୁପୁଲିର ଯେଉଁ ବ୍ୟବସାୟୀ ଅଛି, ଅନ୍ୟାନ୍ୟ ଯେଉଁ ଗାଁ ଅଛି, ମୁଁ ବୁଲିକି ଦେଖିଲି ଲୋକମାନଙ୍କର କଞ୍ଚା ଘର ଭର୍ତ୍ତି ହେଇଛି ଏବଂ ତାହା ନଷ୍ଟ ହୋଇକି ଲୋକମାନେ ବି ବହୁତ ଦୁର୍ଦ୍ଦଶାରେ ଅଛନ୍ତି। ଏ କଥା ମୁଁ ଯାଇକି ମାନ୍ୟବର ସରକାରଙ୍କ ସହିତ ମୁଁ କଥାବାର୍ତ୍ତା ହେବି। ଯେଉଁ ବ୍ୟାପକ ଫସଲ ନଷ୍ଟ ହୋଇଛି ଏବଂ ଆମର ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେ କାଲି ଘୋଷଣା ବି କରିଛନ୍ତି ଯେ ଓଡ଼ିଶାର ଚାଷୀମାନଙ୍କର ଯାହା କ୍ଷୟକ୍ଷତି ହେଇଛି ସବୁଠିକି କ୍ଷତିପୂରଣ ମିଳିବ। ନନ୍ ଇରିଗେଟେଡ଼, ଅଣଜଳସେଚିତ ଯେଉଁ ଜମିରେ ଯେଉଁ ଫସଲ ନଷ୍ଟ ହୋଇଛି, ଧାନ ଫସଲ, ସେଥିରେ 8,500 ଟଙ୍କା ଲେଖା ମିଳିବ। ଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ 17,000 ଟଙ୍କା ମିଳିବ ଏବଂ ପନିପରିବା ଫସଲ ଯେଉଁଠି ନଷ୍ଟ ହୋଇଛି 22,500 ଟଙ୍କା ପର ହେକ୍ଟର ରାଜ୍ୟ ସରକାର ଦେବେ। 33% ଅଧିକ ଫସଲ ଯେଉଁଠି ନଷ୍ଟ ହେଇଥିବ ଏବଂ ତତ୍ସହିତ ବନ୍ୟାରେ ଯାହା ଘର, ରାସ୍ତାଘାଟ, ଯେଉଁ ଟ୍ୟୁବୱେଲ୍, ଏସବୁ ବିଭିନ୍ନ ପ୍ରକାର ଯେଉଁ ରାସ୍ତାଘାଟ, ସ୍କୁଲ ଘର, ଯାହା ଘର ଏମିତି ସବୁ ନଷ୍ଟ ହୋଇଛି, ଇନକ୍ଲୁଡ଼ିଂ ବେଲାବାସନ, ପୋଷାକ ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରୁଥିଲେ। ଆଠୁ ବଳି ମୋ ରାଜନୈତିକ ଜୀବନରେ ମୁଁ କେବେ ଦେଖିନଥିଲି କୌଣସି ସରକାର ଏଭଳି ଲୋକମାନଙ୍କର ବନ୍ୟାରେ ପ୍ରପୀଡ଼ିତ ବ୍ୟକ୍ତି ଯେଉଁମାନେ କ୍ଷତିଗ୍ରସ୍ତ ହୋଇଥାନ୍ତି ତାଙ୍କୁ ଏଭଳି କ୍ଷତିପୂରଣ ମିଳିବାଟା ମୁଁ ଦେଖିନଥିଲି। ଏଇଟା ପ୍ରଥମ ଥର ପାଇଁ ଆମର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ଘୋଷଣା କରିଛନ୍ତି। ଏହା ହେଉଛି ଖୁସିର କଥା ଏବଂ ଏ ଯେଉଁ କ୍ଷୟକ୍ଷତି ହେଇଛି ନିଶ୍ଚିତ ଭାବରେ ଏହାର ମିଳିତ ଭାବରେ ଆମର କୃଷି ବିଭାଗ ଏବଂ ରାଜସ୍ୱ ବିଭାଗ ତରଫରୁ ଏହାର ସର୍ଭେ ହେବ, ଇନକ୍ୱାରି ହେବ,
ଯେଉଁମାନଙ୍କର 33% ଅଧିକ କ୍ଷୟକ୍ଷତି ହେଇଛି ସେମାନଙ୍କୁ କ୍ଷତି ପରିଚୟଟା ଟିକେ ଦେବେ ଆଉ ଘରଟା କେଉଁଠି ଟିକେ କହିବେ। ଆମ ଘରଟା ଏଇ ପୁଷ୍କରାଳ ଆପଣଙ୍କ ନାଁଟା? ଘନଶ୍ୟାମ ଜେନା। ଆଚ୍ଛା, ଆପଣ ଯେଉଁ ବନ୍ୟାରେ ଯେଉଁ କ୍ଷୟକ୍ଷତି ହେଇଛି ସେଥିରେ ଆପଣଙ୍କୁ କିଛି ସହାୟତା ମିଳିଛି ନା ନାହିଁ? ନା କିଛି ମିଳିନି। କ'ଣ କ'ଣ ସବୁ କ୍ଷତି ହେଇଛି? କିଛି ବି ଦେଇନି। ଆପଣଙ୍କର କ'ଣ କ'ଣ ସବୁ କ୍ଷତି ହେଇଛି? ଘର ତ ବର୍ଷା ହେଉଛି ଭେଦିଗଲାଣି। ଆଚ୍ଛା, ପଲିଥିନ୍ ମିଳିନାହିଁ, କିଛି ଖାଦ୍ୟ ସାମଗ୍ରୀ ମିଳିଛି? ନା ଏଇ ତ ଏଇ ଚାଉଳ। ଆଚ୍ଛା, ହଉ, ଧନ୍ୟବାଦ। ପରିଚୟଟା ଦେବେ, ଯେଉଁ ବନ୍ୟାରେ ଯେଉଁ କ୍ଷୟକ୍ଷତି ହେଇଛି ସେ ବାବଦରେ କ'ଣ କିଛି କହିବାକୁ ଚାହିଁବେ ଟିକେ ସାର୍ କୁହନ୍ତୁ। ମୋ ନାଁ ଅନନ୍ତ ବାରିକ, ସମାଜସେବୀ। ଆଉ ଆଜିକାର ଏଇ ଦିନରେ ଆଜି ବନ୍ୟା କ୍ଷୟକ୍ଷତି ପରିଦର୍ଶନ କରିବା ପାଇଁ ଆମର ପୂର୍ବତନ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମହେଶ୍ୱର ସାହୁ ଆମ ଗ୍ରାମ ପଞ୍ଚାୟତକୁ ଆସିଥିଲେ ଏବଂ ସେ ପରିଦର୍ଶନ କରିଥିଲେ ଏବଂ ପ୍ରତି କୃଷି କ୍ଷେତ୍ର, ପରିବା କ୍ଷେତ୍ର ଏବଂ କେଉଁଠି ଘାଇ ଭାଙ୍ଗିଛି, କ'ଣ ହୋଇଛି, ପ୍ରତ୍ୟେକ ଜିନିଷକୁ ସେ ଅନୁଧ୍ୟାନ କଲେ ଏବଂ ସେ ବି ହୃଦୟଙ୍ଗମ କଲେ ଯେ ପ୍ରକୃତରେ ଏ ବର୍ଷ ପଞ୍ଚପଲ୍ଲୀ ପଞ୍ଚାୟତର ସମସ୍ତ ପରିବାର ସର୍ବହରା ହୋଇଛନ୍ତି କୃଷକ ବନ୍ଧୁମାନେ। ଆଉ ଏଥିସହିତ ଏବଂ ଯେଉଁମାନଙ୍କର ଘର ଭାଙ୍ଗି ଯାଇଛି, ଥାଚାର୍ଡ଼ ହାଉସ୍ ବା ଚାଳ ଘର, ସେମାନଙ୍କୁ ପଲିଥିନ୍ ଏଯାଏ ବି ମିଳିନାହିଁ। କିଛି ଲୋକଙ୍କୁ ମିଳିଛି, କିଛି ଲୋକଙ୍କୁ ମିଳିନାହିଁ। ଏ ତ୍ରୁଟି ଦେଖାଯାଉଛି। ଆର୍ଆଇ ମହୋଦୟ ଯିଏ ଅଛନ୍ତି ସେ ଟିକେ ଆକ୍ଟିଭ୍ ହୋଇପାରୁନାହାନ୍ତି। ବନ୍ୟା ତ ଆସିକି 15 ଦିନ 3 ଥର ହେଲାଣି, 15 ଦିନ ବିତିଗଲାଣି, 3 ଟାଇମ୍ସ ହେଲାଣି। ୟା ଭିତରେ ଆର୍ଆଇ ଆସିକି ଲୋକମାନଙ୍କୁ ପଲିଥିନ୍ ଖଣ୍ଡେ ବି ପହଞ୍ଚାଉନାହାନ୍ତି। ଚୁଡ଼ା, ଚାଉଳ, ଅନ୍ୟାନ୍ୟ ଏସବୁ କେତେବେଳେ ପହଞ୍ଚିବ? ତେଣୁ ଏ ବଡ଼ ଦୁଃଖଦ କଥା। ତେଣୁ ଏଥିପାଇଁ ପ୍ରଶାସନ ଟିକେ ସଜାଗ ରହିବା ଦରକାର ଏବଂ ଏଠି ଉପଜିଲ୍ଲାପାଳ ମଧ୍ୟ ଆସିକି ବୁଲିକି ଦେଖିଛନ୍ତି ଯେ ପଞ୍ଚପଲ୍ଲୀ ଭଲ ପୋଜିସନ୍ ଅଛି, କିନ୍ତୁ ତା ଠିକ୍ ପୋଜିସନ୍ ନାହିଁ। ଆଜି ଆମର ରାଜ୍ୟ ସଭାପତି ମହେଶ୍ୱର ଭାଇ ଯାହା ଅନୁଧ୍ୟାନ କରିକି ଯାଇଛନ୍ତି, ସେ ନିଶ୍ଚିତ ଭାବରେ ଆମର ମୋହନ ସରକାରଙ୍କୁ ସେ ଜଣାଇବେ ଏବଂ ପ୍ରଶାସନକୁ ଜଣାଇବେ ବୋଲି ଆମ ଗ୍ରାମବାସୀଙ୍କର ଦୃଢ଼ ବିଶ୍ୱାସ ଅଛି। ଧନ୍ୟବାଦ ଦେବେ। ଆଉ ଆପଣଙ୍କ ଗାଁଟା କେଉଁଠି କହିବେ? ଆଉ ଯେଉଁ ବନ୍ୟାରେ ଯେଉଁ କ୍ଷୟକ୍ଷତି ହେଇଛି ସେ ବାବଦରେ ଆପଣଙ୍କର କିଛି ସହାୟତା ମିଳିଛି ନା ନାହିଁ? କ'ଣ ସବୁ କ୍ଷତି ହେଇଛି ସେ ବାବଦରେ ଟିକେ କହିବେ। ଘର ପୁଷ୍କୁରା, ନା ମାମା ଜେନା। ଯେଉଁ ବାତ୍ୟାରେ ଘର ଭାଙ୍ଗି ଯାଇଛି, ନା ଏପର୍ଯ୍ୟନ୍ତ ଜରିପାଲ ମିଳୁଛି, ନା କିଛି ପଇସା, ନା ହେଉଛି ଯେଉଁ ଘର କିଛି ଏପର୍ଯ୍ୟନ୍ତ ଦିଆଯାଇନି। 4-5 ଥର ଆମେ ଗରିବ ଲୋକ ଦୌଡ଼ିଲୁଣି। ଆଉ କେତେ ଦୌଡ଼ିମୁ? ଯଦି ନ ଦେବା କଥା ଆପଣ ନାହିଁ କରୁନାହାନ୍ତି, ଏତେ ଧାଇଁ ଦୌଡ଼ା କାହିଁ କରୁଛନ୍ତି? ଯେ ଦାବି କ'ଣ କରୁଛନ୍ତି? ଦାବି ମୁଁ ଏଇଆ କରିଛି କି ଜରିପାଲ ସାଙ୍ଗେ ସାଙ୍ଗେ କିଛି ପଇସା ବି ମିଳିବ, ତା ସାଙ୍ଗେ ସାଙ୍ଗେ ଘର। ଯେତେବେଳେ ଯେଉଁ ବନ୍ୟା ଯେଉଁ କ୍ଷୟକ୍ଷତି ହେଇଛି ସେ ବାବଦରେ କ'ଣ କହିବାକୁ ଚାହିଁବେ ସେ ଟିକେ କୁହନ୍ତୁ। ବନ୍ୟା ତ ସାରା ପଞ୍ଚପଲ୍ଲୀ ପଞ୍ଚାୟତର ପ୍ରତି ଘରର ଲୋକମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି। 200-400 ଏକର ପୋଟଳ ଚାଷ ହୋଇଥିଲା, 500 ଏକରରୁ ଅଧିକ ବୋଇତାଳୁ ଚାଷ ହୋଇଥିଲା। ସେ ବୋଇତାଳୁ ପର୍ଯ୍ୟନ୍ତ ବି ଗୋଟେ କେହି ଲୋକ ପାଇଗଲେ। ସବୁ ଯେଉଁମାନେ ଏକର ପିଛା 40,000-50,000 ବୋଇତାଳୁ ଚାଷ ବି କରିଥିଲେ, ଯେଉଁମାନେ ଆଶା କରୁଥିଲେ ଏକରେ 2 ଲକ୍ଷ, 3 ଲକ୍ଷ ପାଇବା ପାଇଁ ପୋଟଳ ଚାଷରେ ବି ସେ ପଳେଇଛି। ସେଟା ଯାଇଛି। ତାପରେ ଏଇ ଯେଉଁ କଣ୍ଟିନ୍ୟୁଅସ୍ ଯେଉଁ ବନ୍ୟା ପାଣିଟା ଆସିଲା, ଆମର ଯେଉଁ ନାହିଁ, ଯେଉଁ ଆମର ସୁଇଚ୍ ଗେଟ୍ର ହେଇନାହିଁ, ସେଟା ଏମିତି ଭାବରେ ବନ୍ୟା ପ୍ରଭାବିତ କରିଛି ଯେ ଟୋଟାଲ୍ ଯେଉଁମାନେ ଏକର ପିଛା 10,000, 15,000, 20,000 ଯେଉଁମାନେ ଖର୍ଚ୍ଚ କରିଥିଲେ ଧାନ ଚାଷରେ ରୋଇଥିଲେ ଧାନ, ସେ ସବୁ ପୁରା ସମ୍ପୂର୍ଣ୍ଣ ଭାବରେ ଆପଣମାନେ ଦେଖିକି ଆସିଲେ। ଆମର ମାନନୀୟ ଯେଉଁମାନେ ଆସିଛନ୍ତି ସାର୍, ଦାବି କ'ଣ କରୁଛନ୍ତି ସାର୍? ଦାବି କ'ଣ ରହୁଛି? ଦାବି ମୋର ରହୁଛି, ମୋର ପ୍ରଥମ କଥାଟା ହେଉଛି ଆମ ପଞ୍ଚାୟତରେ ଯେଉଁଟା ପ୍ରଧାନ ପୋଲଟା ଅଛି, ଯେଉଁ ପୋଲଟା ନିହାତି ବାଟକୁ ଲାଗିବା ଦରକାର ଏବଂ ଯେଉଁ ସୁଇଚ୍ ଗେଟ୍ ଅଛି, ସୁଇଚ୍ ଗେଟ୍ ଆଉ ବନ୍ଧର ଉନ୍ନତିକରଣ ଏଟା ନିହାତି। ତା ସହିତ ଆମର ବନ୍ୟା ପ୍ରଭାବିତ ଅଞ୍ଚଳ ଭାବରେ ଆମର ଯେଉଁ କ୍ଷତିଟା ହେଇଛି, ଯେଉଁ ଆମେ ଇନ୍ସୁରାନ୍ସ କ୍ଲେମ୍ କରୁଛୁ, ଆମର 80%ରୁ 90% ଆମର ନଷ୍ଟ ହେଇଯାଇଛି। ତେଣୁ ଆମକୁ ବନ୍ୟା ପ୍ରଭାବିତ ଅଞ୍ଚଳ ଭାବରେ ଇନ୍ସୁରାନ୍ସ ଦେବାକୁ ବ୍ୟବସ୍ଥା ସରକାର କରିବେ ବୋଲି ମୁଁ ଆଶା କରୁଛି। ନିହାତି ପକ୍ଷେ ନଦେଲେ ଲୋକ ଆଉ ଉଠିପାରିବେନି। ଯେଉଁ ଢଙ୍ଗରେ ଏମାନଙ୍କର ପଇସା ଯାହା ହେଇଛି, ସେ ଲୋକ ନହେଲେ ଉଠିପାରିବେନି। ଏକୁ ଇନ୍ସୁରାନ୍ସ କ୍ଲେମ୍ କରିବା ପାଇଁ ଯାହା ବିଧିଗତ ବ୍ୟବସ୍ଥା ସରକାର ଅଛି ତା କରିବେ ବୋଲି ମୁଁ ଆଶା କରୁଛି। ଧନ୍ୟବାଦ।